ମୁଁ ଏବଂ ମୋର ଏ ଦୁହେଁ ହେଉଛନ୍ତି ଗର୍ବ ଏବଂ ଅହଙ୍କାର। ମୁଁ କରିଛି, ମୋର ଅଛି। ଗର୍ବ ଆଉ ଅହଙ୍କାରର ବଶବର୍ତ୍ତୀ ହୋଇ ମନୁଷ୍ୟ, ଏହି ସାଂସାରିକ ମନୁଷ୍ୟ ଧରାକୁ ସ୍ୱରାଜ୍ଞାନ କରୁଛି। ପ୍ରକୃତରେ ଜୀବନ କ'ଣ? ପାଣି ଫୋଟକା ପରି ଅଳିକ କ୍ଷଣଭଙ୍ଗୁର, କ୍ଷଣସ୍ଥାୟୀ। କିନ୍ତୁ ମଣିଷ କ'ଣ ଭାବୁଛି? ମୋ ଜୀବନ ମୁଁ ବଞ୍ଚିବି, ସଂସାରରେ ସମସ୍ତେ ଚାଲିଯିବେ କିନ୍ତୁ ମୁଁ ବଞ୍ଚିବି। ମୋ ଜୀବନ ସମୁଦ୍ର ପରି ବିଶାଳ, ଆର ଅନ୍ତ ନାହିଁ କି ଆଦି ନାହିଁ। ମଣିଷ ଏଭଳି ଜୀବନଟାକୁ ଭାବୁଛି ଯେ ପାଣି ଫୋଟକା ଭଳିଆ ଯେଉଁ ଜୀବନ ସେଭଳି ଭାବୁଛି। ଆଉ ଆଗକୁ ବଢିବାର ତ ଅଛି ଜୀବନରେ। ଆଗକୁ ଦେଖନ୍ତୁ, ଜୀବନ କ'ଣ ଜାଣିବାର ଅଛି ତ ପଛକୁ ଦେଖନ୍ତୁ। କାହିଁକି ପଛରେ କେତେ କ'ଣ ଘଟି ଯାଇଛି ଆମେ ଅଙ୍ଗେ ନିଭାଉଛେ। କାହିଁକି ନା ଗଲେଣି ତୋ ସଙ୍ଗରେ ଯେତେକ ଜନ, ଗଣ୍ଠିରେ ବାନ୍ଧି ନେଲେ କେତେ ଧନ। ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନ ବୋଲୁ, ଗାଢେ ମଜିଣ ନିତ୍ୟେ ଧନ ଅର୍ଜିଲୁ। ତେଣୁ ଜୀବନ ପାଣି ଫୋଟକା ପରି। ଯଦି ଜୀବନ କ'ଣ ଜାଣିବାର ଅଛି, ବୁଝିବାର ଅଛି, ତାହେଲେ ପଛକୁ ଦେଖ, ପଛରେ କ'ଣ କ'ଣ ହେଇଯାଇଛି ସବୁ। ଆଉ ହେ ମାନବ ସମାଜ, କେତେବେଳେ ହେଇକି ନିଜର ଭବିଷ୍ୟତକୁ ଭାଗ୍ୟ ଉପରେ ଛାଡ଼ି ଦିଅନ୍ତୁ ନାହିଁ। କାରଣ ଭାଗ୍ୟ ଥାଏ ଭଗବାନଙ୍କ ହାତରେ, କିନ୍ତୁ ଭବିଷ୍ୟତ ତ ମଣିଷ ହାତରେ। ତେଣୁ କର୍ମ କଲେ ନିଶ୍ଚିତ ଭବିଷ୍ୟତ ସୁନ୍ଦର, ଶୃଙ୍ଖଳିତ ଏବଂ ଯେଉଁ ଉଦ୍ଦେଶ୍ୟକୁ ଆମେ ଆସିଛେ, ଯେଉଁ ଉଦ୍ଦେଶ୍ୟରେ, ଯେଉଁ ଈଶ୍ୱର ଅଭିମୁଖୀ ହେଲେ ଆମେ ନିଶ୍ଚିତ ଭାବରେ ଈଶ୍ୱରଙ୍କୁ ପାଇବା। କର୍ମ କର, କିନ୍ତୁ ତା ସହିତ ଯେଉଁ ଶାଶ୍ୱତ ଚିନ୍ତନଟିକୁ କେବେ ହେଲେ ପରିତ୍ୟାଗ କର ନାହିଁ। ଯେଉଁ ଶାଶ୍ୱତ ଚିନ୍ତନରେ ସେଇ ଚିନ୍ତାମଣିକୁ ପାଇବା, ତାହାକୁ କେବେ ହେଲେ ପରିତ୍ୟାଗ କରନ୍ତୁ ନାହିଁ। ଜୟ ଜଗନ୍ନାଥ।